ଲୋକଙ୍କ ଟିକସ ଅର୍ଥ କିଭଳି ପାଣିରେ ପଡ଼େ ଆପଣ ଖଣ୍ଡପଡ଼ା ସହରାଞ୍ଚଳ ବୁଲିଲେ ତାର ନମୁନା ଦେଖିପାରିବେ। କିଛି ଅସାଧୁ ଅଧିକାରୀଙ୍କ ଅପାରଗତା ଯୋଗୁଁ ନଳକୂପ ଉପରେ ଶ୍ରେଣୀଗୃହ ନିର୍ମାଣ ହେଉଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଫଳରେ ଆଖି ଥାଇ ସ୍ଥାନୀୟ ପ୍ରଶାସନ ଅନ୍ଧ ଥିବାବେଳେ ସରକାରଙ୍କ ଲକ୍ଷାଧିକ ଟଙ୍କା ରାଜସ୍ୱ ହାନି ହୋଇଥିବା ଦେଖିବାକୁ ମିଳିଛି। ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମଧୁବନ ନୋଡାଲ ୟୁପି ବିଦ୍ୟାଳୟରେ ଏକ ସଚଳ ନଳକୂପକୁ କାଢ଼ି ନେଇଛି ଜନସ୍ୱାସ୍ଥ୍ୟ ବିଭାଗ। ଖୋଦ ଖଣ୍ଡପଡ଼ା ବ୍ଲକ ବିଇଓଙ୍କ ଅଫିସ ନିକଟରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ପରିସରରେ ଅନେକ ଖାଲି ସ୍ଥାନ ଥିବା ସତ୍ତ୍ୱେ ଯେଉଁଠି ନଳକୂପ ଅଛି ତା ଉପରେ ପ୍ରକଳ୍ପ କାମ ଆରମ୍ଭ କରାଯାଇଥିଲା। ଫଳରେ ବର୍ଷ ବର୍ଷ ଧରି ଥିବା ନଳକୂପଟି ନୂତନ ଶ୍ରେଣୀଗୃହ ନିର୍ମାଣ ମଧ୍ୟରେ ଆବଦ୍ଧ ହୋଇ ରହିଥିଲା। ଏନେଇ ସେ ସମୟରେ ସ୍ଥାନୀୟ ୱାର୍ଡ ବାସିନ୍ଦା ପ୍ରତିବାଦ କରିଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଏନ୍ଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଆଜି ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚଳ ନଳକୂପଟିକୁ ଉଠାଇ ନିଆଯାଉଥିବା ଦେଖିବାକୁ ମିଳିଥିଲା। ଫଳରେ ଲୋକଙ୍କ ଟିକସ ଅର୍ଥରେ ନିର୍ମିତ ସଚଳ ନଳକୂପ ବଳି ପଡ଼ିଥିବା ବେଳେ ସରକାରୀ ବ୍ୟବସ୍ଥାର ଅପାରଗତା ପଦାରେ ପଡ଼ିଥିବା ନେଇ ଅଭିଯୋଗ ହୋଇଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।